घातक हिट वेव अकाଳରେ ନେଉଛି ଜୀବନ। ତାତି ଆଉ ଝାଞ୍ଜିରେ ପ୍ରତିବର୍ଷ 1,53,000 ମୃତ୍ୟୁ। ଭାରତରେ 30,000ରୁ ବେଶୀ, ପଛକୁ ଚୀନ ଓ ରୁଷ। ଆକାଶରୁ ଖରା ନୁହେଁ ତ ସତେକି ଖସୁଛି ନିଆଁ ଝୁଲ। ତାତି ଧାସରେ ଦେହ ହାତ ପୋଡ଼ି ଯାଉଛି। ତ୍ରାହି ତ୍ରାହି ଡାକିଲେଣି ଲୋକେ। କେବଳ ଓଡ଼ିଶା କି ଭାରତ ନୁହେଁ, ପୁରା ବିଶ୍ୱରେ ଏମିତି ସ୍ଥିତି। କିନ୍ତୁ କାହିଁକି ଏପରି ଅସ୍ୱାଭାବିକ ଭାବରେ ବଢ଼ୁଛି ତାତି? ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢ଼ୁଛି ପ୍ରାକୃତିକ ବିପର୍ଯ୍ୟୟ। ପ୍ରକୃତିର କୋପ ଅସମ୍ଭାଳ। କେତେବେଳେ ବନ୍ୟା ବାତ୍ୟା ତ ଆଉ କେତେବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ମରୁଡ଼ି ଜନଜୀବନକୁ କଲବଲ କରୁଛି। ତେବେ ଘାତକ ହିଟୱେଭ୍ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ପରେ ପ୍ରକାଶିତ ରିପୋର୍ଟ ହୋଇଛି ଚିନ୍ତାର କାରଣ। ସାମ୍ନାକୁ ଆସିଥିବା ଏହି ଅଧ୍ୟୟନ କହୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ବିଶ୍ୱରେ ପ୍ରତିବର୍ଷ 1,53,000 ଲୋକଙ୍କ ଜୀବନ ଯାଉଛି। ସେଥିରୁ 1/5 ମୃତ୍ୟୁ କେବଳ ହେଉଛି ଭାରତରେ। 1990 ପରଠୁ ଗତ 30 ବର୍ଷର ତଥ୍ୟକୁ ବିଶ୍ଳେଷଣ କରି ମୋନାଶ ବିଶ୍ୱବିଦ୍ୟାଳୟର ଗବେଷକ ପ୍ରସ୍ତୁତ କରିଥିବା ଏହି ରିପୋର୍ଟ ଚକିତ କରିଛି। ହିଟୱେଭ୍ ଜନିତ ମୃତ୍ୟୁ ତାଲିକାରେ ଭାରତ ପଛକୁ ଅଛନ୍ତି ଚୀନ ଓ ରୁଷ। ସେହି ଦୁଇ ପଡ଼ୋଶୀ ଦେଶରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହେଉଥିବା ମୃତ୍ୟୁ ସାରା ବିଶ୍ୱର ଯଥାକ୍ରମେ 14 ଓ 8%। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହେଉଥିବା ମୃତ୍ୟୁ ଅତ୍ୟଧିକ ଉତ୍ତାପ ସମ୍ବନ୍ଧୀୟ ମୋଟ ମୃତ୍ୟୁର ପ୍ରାୟ 1/3। ଏହା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟାର 1%। ସେହିପରି ପ୍ରତିବର୍ଷ ଗ୍ରୀଷ୍ମ ଦିନରେ ହେଉଥିବା ଏହି 1,53,000 ମୃତ୍ୟୁ ମଧ୍ୟରୁ ଅଧା ଏସିଆ ଓ 30%ରୁ ଅଧିକ ୟୁରୋପରେ ହୋଇଥାଏ। ଗ୍ରୀଷ୍ମ ବା ହିଟୱେଭ୍ ଜନିତ ଅଧିକ ମୃତ୍ୟୁହାର ଶୁଷ୍କ ଜଳବାୟୁ ଅଞ୍ଚଳ ଓ ନିମ୍ନ ମଧ୍ୟମ ଆୟୁଯୁକ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି। ପିଏଲ୍ଓସ୍ ମେଡିସିନରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଅଧ୍ୟୟନ ଲାଗି ଗବେଷକମାନେ ବ୍ରିଟେନ୍ସ୍ଥିତ ମଲ୍ଟି କଣ୍ଟ୍ରି ମଲ୍ଟି ସିଟି କୋଲାବୋରେଟିଭ୍ ରିସର୍ଚ୍ଚ ନେଟୱାର୍କର ତଥ୍ୟକୁ ବ୍ୟବହାର କରିଥିଲେ। ସେହି ତଥ୍ୟରେ 43ଟି ଦେଶର 750ଟି ସ୍ଥାନରେ ଦୈନିକ ମୃତ୍ୟୁ ଓ ତାପମାତ୍ରାର ରେକର୍ଡ ସାମିଲ ଥିଲା। ସେହିପରି 2019 ଯାଏ ଦଶକକୁ 1999 ଯାଏ ଦଶକ ସହ ତୁଳନା କରିବା ପରେ ସାରା ବିଶ୍ୱରେ ଗ୍ରୀଷ୍ମ ପ୍ରବାହର ଅବଧି ପ୍ରତିବର୍ଷ ହାରାହାରି 13.4ରୁ 13.7 ଦିନ ବଢ଼ିଥିବା ଜଣାପଡ଼ିଛି। ତଥ୍ୟ କହୁଛି ପ୍ରତି ଦଶନ୍ଧିରେ ହାରାହାରି ତାପମାତ୍ରା 0.35 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଉଛି। ତାପାୟନ ସମସ୍ୟାରେ ଯୁଝୁଥିବା ବିଶ୍ୱକୁ ବେଶୀ ଦୁଃଖ ଦେଉଛି ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ। ଏଥିଲାଗି ସାରା ବିଶ୍ୱର ସବୁ ଦେଶ ବେଳ ଥାଉ ଥାଉ ଠୋସ୍ ପଦକ୍ଷେପ ନ ନେଲେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ। ତାପମାତ୍ରା ବୃଦ୍ଧି ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନ ନେଲେ ଚଳିତ ଶତାବ୍ଦୀ ଶେଷ ବେଳକୁ ଆସିପାରେ ମହାପ୍ରଳୟ। ଏପରି ଅନୁମାନ କରନ୍ତି ବିଶେଷଜ୍ଞ। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।